ହାଇ ସାଙ୍ଗମାନେ, ଚାଲନ୍ତୁ ଆଜି ଆମେ ବନେଇବା ସାମ୍ବର ରେସିପି। ସେଥିପାଇଁ ପ୍ରଥମେ ଅଦା, ପଞ୍ଚଫୁଟଣ, ଭୃଷଙ୍ଗ ପତ୍ରକୁ ଆଡ଼୍ କରିବା। ତାକୁ ଭଲ ଭାବରେ ଭାଜି ନେବା। ତାପରେ ପିଆଜକୁ ଆଡ଼୍ କରିବା ଏବଂ କାଟି ରଖିଥିବା ସବୁ ପରିବାକୁ ଆଡ଼୍ କରିବା। ପରିବାକୁ ଭଲ ଭାବରେ ଗୋଳେଇ ନେଲା ପରେ ସେଥିରେ ରାହାଡ଼ ଡାଲିକୁ ଆଡ଼୍ କରିବା। ତାପରେ ସ୍ୱାଦ ଅନୁସାରେ ଲୁଣ, ସାମ୍ବର ମସଲା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡକୁ ପକାଇ ଭଲ ଭାବରେ ଗୋଳେଇ ନେବା ଏବଂ 1.5 ଗ୍ଲାସ୍ ପାଣିକୁ ଆଡ଼୍ କରି 5ରୁ 7ଟା ହୁଇସିଲ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଦେଖନ୍ତୁ ପରିବା ଗୁଡ଼ାକ ଭଲ ଭାବରେ ସିଝି ଯାଇଛି। ଏହାକୁ ଚାମଚ ସାହାଯ୍ୟରେ ମିକ୍ସ କରିଦେବା ଏବଂ ଆଉ ଟିକେ ପାଣି ଏଥିରେ ଆଡ଼୍ କରିଦେବା। ସାମ୍ବରକୁ ଏଠି ଆମେ ବେଶୀ ମୋଟା କିମ୍ବା ପତଳା ରଖିବାନି। ଏଥିରେ 1 ଚାମଚ ଚିନି ଏବଂ 2 ଚାମଚ ତେନ୍ତୁଳି ରସକୁ ଆଡ଼୍ କରିଦେବା। ଏବେ ଆମେ ଏଥିରେ ଛୁଙ୍କ ଦେଇଦେବା। ସେଥିପାଇଁ ପ୍ରଥମେ ତେଲକୁ ଗରମ କରିବା। ସେଥିରେ 2ଟି କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର ଏବଂ ପଞ୍ଚଫୁଟଣକୁ ଆଡ଼୍ କରିବା। 1 ଚାମଚ ସାମ୍ବର ମସଲାକୁ ଆଡ଼୍ କରି ଏବେ ସାମ୍ବରରେ ଆଡ଼୍ କରିଦେବା। ଦେଖନ୍ତୁ ରେଡ଼ି ହେଇଗଲା ଆମର ସାମ୍ବର। ଏହାକୁ ଦୋସା କିମ୍ବା ଇଡଲି ସହିତ ଖାଇପାରିବେ। ଜୟ ଜଗନ୍ନାଥ।